ବିକିକି ସେ ପଇସା ଉଡେଇବେ। ଅନଶନ କରିବୁ ନହେଲେ ନିଆଁ ଲଗେଇ ପୋଡ଼ି ଦେବୁ। ସେ କୋଉ କଲେକ୍ଟର ଅର୍ଡର ଦେଇଛି ଆମକୁ କହିବେ ସେଇ କଥା। ସେ କଲେକ୍ଟର ଆମର କଥାବାର୍ତ୍ତା। ମଦ ଆମ ଘର ସାମনে ଶିଶୁ ମନ୍ଦିର ଅଛି, ଆରଆଇ ଅଫିସ ଅଛି, ଅଙ୍ଗନବାଡି ଅଛି, ଆମର ସବୁ ଘର ଦ୍ୱାର କରିଛନ୍ତି। ଆମେ ରାତି ପାଇଲେ ନଦିଆ ବଜାର ଯିବି, ରାତି 8ଟା 9ଟା ଆମେ ନଦିଆ ବଜାରରୁ ଆସୁ। ଆଉ ଏଇ ସମୟ ଯାଇପାରିବୁନୁ, ଜୁଅର ଜୁଲମ ସେ କହୁଛନ୍ତି ମଦ ବିକିବୁ। ଏଇଠି ଘର ହେଇଯାଇଛି, ଖାଲି କବାଟ ଖୋଲିବେ ମଦ ଦେବେ। ଆମେ ସେଥିପାଇଁ ଆମେ ରାଜି ନୁହେଁ, କରେଇ ଦମୁ ନୁ। ସିଏ କହୁଛି ଜୋର ଜୁଲମ କରିବୁ, ଆମ କଲେକ୍ଟର ଅର୍ଡର ଦେଇଛି। କୋଉ କଲେକ୍ଟର ଅର୍ଡର ଦେଇଛି ଆମକୁ କହିବେ ସେଇ କଥା। ସେ କଲେକ୍ଟର ଆମର କଥାବାର୍ତ୍ତା। ଯଦି ଖୋଲନ୍ତି ଆମେ ପେଟ୍ରୋଲ ଜାଳି ନିଆଁ ଜାଳି ପୋଡ଼ି ମାରିଦବୁ ତା ସହ ପରିବାର ପର୍ଯ୍ୟନ୍ତ। ଆମେ ରଖିବାର ନାହିଁ କିଛି, ସହ ପରିବାର ପର୍ଯ୍ୟନ୍ତ ଜାଳିଦେବୁ। ସହ ପରିବାର ପର୍ଯ୍ୟନ୍ତ ଜାଳିଦେବୁ, କିଛି ରଖିବୁନୁ। ଅସୁବିଧା କହୁଛି ଆମେ ଝିଅ ବୋଉ ନେଇ ଘର କରୁଛୁ, ଆମର ସେଠି ହବ ନାହିଁ ମଦ କାଉଣ୍ଟର। ବୁଝିପାରିଲ, ମଦ କାଉଣ୍ଟର ଟୋଟାଲି କରେଇଦବୁ। ଯାହାର ପଇସା ଦରକାର ତାଙ୍କ ସ୍ତ୍ରୀକି ବିକିକି ତାଙ୍କ ଝିଅ ବୋଉକୁ ବିକିକି ସେ ପଇସା ଉଡେଇବେ। ପ୍ରଥମେ ମୁଁ ସରକାରଙ୍କୁ ଆପଣଙ୍କ ମାଧ୍ୟମରେ ପ୍ରଶ୍ନ, ସରକାର ଯେତେବେଳେ ଆସିନଥିଲେ ପ୍ରତିଶ୍ରୁତି ଦେଇଥିଲେ ଓଡ଼ିଶାରେ ମଦମୁକ୍ତ କରିବୁ, ସରକାର ତାଙ୍କ ବାକ୍ୟ ପୂରଣ ସତ୍ୟ ରକ୍ଷା କରନ୍ତୁ। ଦ୍ୱିତୀୟ ହେଉଛି ଯେଉଁ ମଦ ଦୋକାନଟି ସେ ଖୋଲିଛନ୍ତି ସେଠି ଜନବସତି, ସ୍କୁଲ, ଅଙ୍ଗନବାଡ଼ି, ପଞ୍ଚାୟତ ଅଫିସ, ଆରଆଇ ଅଫିସ, ସେଠି ଜନବସତି ସହିତ ଅଫିସ ମଧ୍ୟ ଅଛି। ଏ ଯେଉଁ ତାର ସରାଉଣ୍ଡିଂ କି ଖରାପ କରିବା ପାଇଁ, ଲୋକଙ୍କୁ ଖରାପ କରିବା ପାଇଁ, ଗାଁକୁ ଖରାପ କରିବା ପାଇଁ ସରକାର ମଦ ଦୋକାନ ମାନେ ଟିକସ ଆଦାୟ କରିବେ ବୋଲି କ'ଣ ସରକାର ଲୋକଙ୍କୁ ଖରାପ କରିବେ? ଆମେ କଲେକ୍ଟରଙ୍କୁ ଏଇଥିପାଇଁ ଦାବିପତ୍ର ଦେଉଛୁ, ସାର୍ ଆପଣ ଜିଲ୍ଲାର ମୁଖ୍ୟ, ଆପଣ ପ୍ରପର ଇନକ୍ୱାରି କରନ୍ତୁ, କରିକି ଦେଖନ୍ତୁ ଯଦି ସେଠି ଲୋକଙ୍କର କ୍ଷତି ହେଉଛି ତାହେଲେ ଆପଣ ମଦ ଦୋକାନକୁ ସ୍ଥାନାନ୍ତର କରନ୍ତୁ। ଆଉ ଯଦି ନ କରନ୍ତି, ସରକାର ଆମ କଥା ନ ରଖନ୍ତି, ଆନ୍ଦୋଳନକୁ ତ ନିଶ୍ଚିତ ରହିବୁ, ଅନଶନ କରିବୁ, ନହେଲେ ନିଆଁ ଲଗେଇ ପୋଡ଼ି ଦେବୁ ସେ ଦୋକାନ ଯଦି କରନ୍ତି ବାଧ୍ୟ କରି। ସରକାର ଯଦି ଜୋର କରିକି କରନ୍ତି, ଆମେ ନଦୀଗାଁର ଗ୍ରାମବାସୀ ଏଇ ନିଷ୍ପତ୍ତି ନେଇଛୁ, ପେଟ୍ରୋଲ ପକେଇକି ନିଆଁ ଲଗେଇ ଦେବୁ ସେ ଦୋକାନ। ମୁଁ ଆସିଛି ଏଇଥିପାଇଁ ଆମ ନଦୀଗାଁ ପଞ୍ଚାୟତରେ ମଦ ଦୋକାନ ବସିବ ବୋଲି ନିଷ୍ପତ୍ତି ନିଆହେଇଛି, ଯୋଉଟା କି ଗାଁ ଭିତରେ ଅଛି, ଜନବସତି ସେଠି ଅଛନ୍ତି। ପାଖରେ ଗୋଟେ ଶିଶୁ ମନ୍ଦିର ଅଛି, ଗୋଟେ କୋଚିଂ ସେଣ୍ଟର ଅଛି, ପାଖରେ ବି ଅଙ୍ଗନବାଡ଼ି ଅଛି, ଦିପଟରେ ଦିଟା ଅଙ୍ଗନବାଡ଼ି ଅଛି, ତା ସହିତ ପଞ୍ଚାୟତ ଅଫିସ ଅଛି, ଆରଆଇ ଅଫିସ ଅଛି। ଏତେ ସବୁ ପରେ ବି ଆମର ସେଠି ଯଦି ଶିବ ମନ୍ଦିର ଅଛି, ସବୁ ଜିନିଷ ଭିତରେ ଗୋଟେ ମଦ କାଉଣ୍ଟର ଖୋଲିବାର ଗୋଟେ ସେଇଟା କ'ଣ ଜାଗା କି? ସେଇଟା ଉଚିତ ଜାଗା ନୁହେଁ। ତାପରେ ସେଇଟା 3ଟା ପଞ୍ଚାୟତରେ ଆମର ଯାତାୟାତ ରାସ୍ତା, ସେଟା ରାତି ପାଇଲେ ପିଲାମାନେ ଟ୍ୟୁସନ ଆସୁଛନ୍ତି, ସ୍କୁଲ ଆସୁଛନ୍ତି, କଲେଜ ଯାଉଛନ୍ତି। ଫେରେ ସନ୍ଧ୍ୟା ପରେ ବି ଆମେ ନିଶ୍ଚିନ୍ତରେ ଆମ ଛୁଆମାନଙ୍କୁ ଛାଡ଼ି ଦେଉଛୁ ସେ ରାସ୍ତାରେ ଯାଆନ୍ତୁ। କିନ୍ତୁ ଆପଣମାନେ ନିଜେ ବିଚାର କରନ୍ତୁ, ଯଦି ମଦ କାଉଣ୍ଟର ସେଠି ଖୋଲା ହୁଏ, ଯେଉଁ ଝିଅ କି ପୁଅ କି ଯାହା ହଉ, ଆମେ ଯେଉଁ ସ୍ତ୍ରୀ ଲୋକ ସେଠି ଆମେ ସୁରକ୍ଷିତରେ ଯାଇପାରିବୁ କି? ସେ ରାସ୍ତାକୁ ଆମେ ସେ ରାସ୍ତାରେ ଯାଇପାରିବୁନୁ। କାଲି ଯେଉଁମାନେ ନିଶା କରିବେ ସେମାନଙ୍କର ତ କିଛି ନଥାଏ ନା, ସେମାନେ ହିତାହିତ ଜ୍ଞାନ ହିଁ ଭୁଲି ଯାଆନ୍ତି। ସେମାନେ ଭୁଲିଯିବେ କିଏ ଝିଅ, କିଏ ବୋହୂ, କିଏ ଭଉଣୀ, କିଏ ମା, ସେତେବେଳେ ବୁଝିବେନି। ତେଣୁ ଆମର ଗୋଟିଏ ନିବେଦନ ଯେ ଆମ ନଦୀଗାଁ ପଞ୍ଚାୟତରେ ଯେଉଁ ଜାଗାରେ ନିଷ୍ପତ୍ତି ନିଆହେଇଛି ମଦ ଦୋକାନ ଖୋଲିବା ପାଇଁ, ସେଠି ମଦ ଦୋକାନ ଖୋଲା ହବନି। ଆମ ଏଇ ଯୋଉ ନଦୀଗାଁ ଧୂଷିରି ରାସ୍ତା ରେ ମଦ କାଉଣ୍ଟର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏତିକି ମୋର ଦାବି କହୁଛି ଏଇଠି ଆମେ ସେଠି ମୋ ପଞ୍ଚାୟତରେ ଖୋଲିବାକୁ ଦେବେନି। ଝିଅ ବହୁ ସୁରକ୍ଷିତ ନୁହେଁ, ପିଲା ଆମେ ପାଠ ପଢିବାକୁ ଯାଉଛନ୍ତି, କଲେଜ ଯାଉଛନ୍ତି ପିଲା, ସେଇଠି ଉଚିତ କି? ମଦ କାଉଣ୍ଟର ଗୋଟେ ଅଲଗା ସ୍ଥାନରେ ଗଭର୍ଣ୍ଣମେଣ୍ଟ କହିଛନ୍ତି ନା କ'ଣ ଏଇ ଶିକ୍ଷା ଅନୁଷ୍ଠାନରେ ମଦ ଦୋକାନ ଖୋଲିବା ପାଇଁ? ଏଠି ଶିଶୁ ମନ୍ଦିର ଅଛି, ଆମର ହାଇସ୍କୁଲ ଅଛି, ନଦୀଗାଁ ହାଇସ୍କୁଲ ଅଛି, କୋଚିଂ ସେଣ୍ଟର ଅଛି, ସବୁ ବିଦ୍ୟାଳୟ, ଅଙ୍ଗନବାଡି ସବୁ ସେଇଠି ଅଛି। ଆମ ଦାବି ଶୁଣିଲେନି ଥାନା ବାଲା। ଆମେ ସେଇଥିପାଇଁ ଆମେ ଆସୁଛୁ କଲେକ୍ଟର ଅଫିସ। ଆମେ ଆମ ପଞ୍ଚାୟତରେ ଖୋଲେଇ ଦେବୁନି, ଆମ ପଞ୍ଚାୟତରେ ମଦ ଦୋକାନ ଖୋଲେଇ ଦେବୁନି, ଏତିକି ମୋର ଦାବି। এই ভিডিওটি আপনার কেমিতি লাগিলা কমেন্ট করে জানাতু। ধরিত্রী লাইভ র यूट्यूब এবং फेसबुक चैनल को सब्सक्राइब करंतु। अधिक खबर पाई लॉगिन करंतु www.dharitri.com।